ଆଜିର ଅମୂଲ୍ୟ ବାଣୀ। ଜୀବନରେ ଏହି 7ଟି କଥା ସବୁବେଳେ ଗୁପ୍ତ ରଖିବା ସଫଳ ଲୋକମାନଙ୍କ ସବୁଠୁ ବଡ଼ ରହସ୍ୟ। ନମ୍ବର 1, ନିଜର ସ୍ୱପ୍ନ ଓ ଲକ୍ଷ୍ୟକୁ କେବେ କାହା ଆଗରେ ପ୍ରକାଶ କରନ୍ତୁନି। ଯେ ପର୍ଯ୍ୟନ୍ତ ନିଜର ସ୍ୱପ୍ନ କିମ୍ବା ଲକ୍ଷ୍ୟସ୍ଥଳରେ ପହଞ୍ଚି ନାହାନ୍ତି, ଲୋକମାନେ ଆପଣଙ୍କ ସ୍ୱପ୍ନକୁ ନିରୁତ୍ସାହ କରିବେ। ଏହା ତୁମେ କରିପାରିବନି, ଏହା ଅସମ୍ଭବ। ନମ୍ବର 2, ନିଜର ଧନ ସମ୍ପତ୍ତି। ଏହି ଦୁନିଆରେ ଆପଣ କେତେ ଟଙ୍କା କମାନ୍ତି, କିପରି କମାନ୍ତି, କେତେ ଅଛି, ସବୁଠୁ ବଡ଼ ଗୁପ୍ତ ରହିବା ଉଚିତ। ଟଙ୍କା ବୋଲି ଜିନିଷଟା ଲୋକମାନଙ୍କ ଚରିତ୍ରକୁ ପରୀକ୍ଷା କରେ। ଆପଣ ନିଜର ଟଙ୍କା ଅଛି ବୋଲି କହିଲେ ଅନେକ ଲୋକ ସ୍ୱାର୍ଥ ପାଇଁ ତୁମ ପାଖକୁ ଆସିବେ, ଆଉ ସ୍ୱାର୍ଥ ସରିଗଲା ପରେ ତୁମ ପାଖରୁ ଦୂରେଇ ଯିବେ ଏବଂ କିଛି ଲୋକ ତୁମର ଧନ ସମ୍ପତ୍ତି ଦେଖି ଈର୍ଷାରେ ଜଳିବେ। ନମ୍ବର 3, ଘରର ଦୁଃଖ ଏବଂ ପରିବାରର କଳହ କେବେ କାହା ଆଗରେ ପ୍ରକାଶ କରନ୍ତୁନି। ପରିବାରର ସମସ୍ୟାକୁ ବାହାର ଲୋକଙ୍କୁ କହିଲେ ଲୋକ ସହାନୁଭୂତି ନୁହେଁ, ଏହାର ମଜା ନିଅନ୍ତି। ଘରେ ସମସ୍ୟା ସମାଧାନ ହେଲେ ଘର ମଜବୁତ ହୁଏ। ନମ୍ବର 4, ନିଜର ଦୁର୍ବଳତା। ଆପଣଙ୍କ ଦୁର୍ବଳତା ହେଉଛି ଅନ୍ୟମାନଙ୍କର ସବୁଠୁ ବଡ଼ ଅସ୍ତ୍ର। କାହାକୁ ଯଦି ଜଣାପଡ଼ିଲା ଆପଣ କେଉଁଠାରେ ଦୁର୍ବଳ, ସେଇଠି ହିଁ ଆପଣଙ୍କୁ ଭାଙ୍ଗିଦେବେ। ନମ୍ବର 5, ନିଜର ଜ୍ଞାନ। ଆପଣଙ୍କ ଜ୍ଞାନକୁ ସବୁଠାରେ ଦେଖାଇବା ନୁହେଁ। ଅଧିକ ଜ୍ଞାନ ଦେଖାଇଲେ ଲୋକେ ଆପଣଙ୍କୁ ପସନ୍ଦ କରିବେ ନାହିଁ। ବଡ଼ ବୋଲା କହି ଆପଣଙ୍କର ମଜାକ ଉଡ଼ାଇବେ। ଗୁଣ ଶାନ୍ତ ରହିଲେ ଆପଣଙ୍କୁ ବଡ଼ କରେ, ଶବ୍ଦ ସ୍ୱର କରେ, ଜ୍ଞାନ ଶାନ୍ତ ରହେ। ନମ୍ବର 6, ନିଜର ଭବିଷ୍ୟତ ପ୍ଲାନ୍ କାହା ପାଖରେ କୁହନ୍ତୁ ନାହିଁ। ଶସ୍ତା ଲୋକଙ୍କ ସମ୍ମୁଖରେ ମହଙ୍ଗା ସ୍ୱପ୍ନ କେବେ କୁହନ୍ତୁ ନାହିଁ। ସେମାନେ ଆପଣଙ୍କ ଉପରେ ହସିବେ। ତୁମ ପାଖରେ କ'ଣ ଅଛି କହି ମନୋବଳ ଭାଙ୍ଗିଦେବେ। ଶାନ୍ତ ଭାବେ ପ୍ରୟାସ କରନ୍ତୁ, ଗୋଟେ ଦିନ ସଫଳତା ଆପଣଙ୍କ ପାଖକୁ ଆସିବ। ନମ୍ବର 7, ନିଜର ପ୍ରେମ ଓ ଭାବନା। ଆପଣ କାହାକୁ ଭଲ ପାଆନ୍ତି, କିପରି ପ୍ରେମ କରନ୍ତି, ଏହା ଆପଣ ନିଜର ଦୁନିଆ। ଏକଥା ସବୁ କହିଲେ ସବୁ ଲୋକଙ୍କ ପାଖରୁ ଅନାବଶ୍ୟକ ରାୟ ଆସିବ। ତ ବନ୍ଧୁମାନେ, ଇଏ ଥିଲା ଜୀବନର ସବୁବେଳେ ଗୁପ୍ତ ରଖିବା 7ଟି କଥା।